ମାର୍ଚ୍ଚ ମାସର ଅବ୍ୟୁଟରୀ ଗୁଡ଼ିକ ଆୟୋଧ ହେଲା ଅଲି ଖାମେନି, ଯିଏକି ସୁପ୍ରିମ୍ ଲିଡର ଥିଲେ ଇରାନର, ସେ ଆଉ ନାହାନ୍ତି। କେପି ଉର୍ନିକିଷ୍ଣନ, ଯିଏକି ୟୁନିୟନ ମିନିଷ୍ଟର ଥିଲେ ସରଫେସ୍ ଟ୍ରାନ୍ସପୋର୍ଟ ଆଉ କମ୍ୟୁନିକେସନର ଭିପି ସିଂଙ୍କ କ୍ୟାବିନେଟ୍ରେ। ହରି କ୍ରିଷ୍ଣ ଦୁଆ, ଯିଏକି ଜର୍ଣ୍ଣାଲିଷ୍ଟ, ଡିପ୍ଲୋମାଟ୍ ଆଉ ପଲିଟିସିଆନ୍ ଥିଲେ, ତାଙ୍କୁ ପଦ୍ମଭୂଷଣ ମିଳିଥିଲା 1998ରେ ଲିଟରେଚର ଆଉ ଏଜୁକେସନରେ। ସେ ଇଣ୍ଡିଆନ୍ ଆମ୍ବାସେଡ଼ର ଟୁ ଡେନମାର୍କ ଥିଲେ 2001ରୁ 2003। କେଜି ଜର୍ଜ, ଯିଏକି ଇଣ୍ଡିଆନ୍ ଆର୍ମିରେ ଥିଲେ, 1965ରେ ଇଣ୍ଡିଆ ପାକିସ୍ତାନ ୱାର୍ରେ ତାଙ୍କର ପରାକ୍ରମ ଦେଖାଇଥିଲେ। ତାଙ୍କୁ ବୀର ଚକ୍ର ଆୱାର୍ଡ଼ ମିଳିଥିଲା, ଯେଉଁଟାକି ଥାର୍ଡ଼ ହାଇଏଷ୍ଟ ୱାର୍ ଟାଇମ୍ ଗ୍ୟାଲେଣ୍ଟ୍ରି ଆୱାର୍ଡ଼। ପ୍ରଥମେ ହେଉଛି ପରମବୀର, ତାପରେ ମହାବୀର ଚକ୍ର, ପରମବୀର ଚକ୍ର, ମହାବୀର ଚକ୍ର, ତାପରେ ବୀର ଚକ୍ର। ଥାକାଲି ଶ୍ରୀନିବାସନ, ଯିଏକି ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଆକ୍ଟର, ଡାଇରେକ୍ଟର, ପ୍ରଡ୍ୟୁସର, କମ୍ପୋଜର ସବୁ ଥିଲେ। ହରମାନ କଲକେ, ଯିଏକି ଜର୍ମାନ ହିଷ୍ଟୋରିଆନ ଆଉ ଇଣ୍ଡୋଲୋଜିଷ୍ଟ ଥିଲେ। ଇଣ୍ଡିଆର ହିଷ୍ଟ୍ରି ଆଉ କଲଚର ଉପରେ ଷ୍ଟଡି କରୁଥିଲେ, ତେଣୁ ଇଣ୍ଡୋଲୋଜିଷ୍ଟ। ପଦ୍ମଶ୍ରୀ ମିଳିଥିଲା ତାଙ୍କୁ 2010ରେ। ସିଏ ଓଡ଼ିଶାର ହିଷ୍ଟ୍ରି ଆଉ ଜଗନ୍ନାଥ କଲଚରକୁ ଟୋଟାଲ ୱାର୍ଲଡରେ ପ୍ରସାର ପ୍ରଚାର କରାଇଥିଲେ। ବୀରେନ ସିଂ ଏଙ୍ଗଟି, ଯିଏକି ୟୁନିୟନ ମିନିଷ୍ଟର ଥିଲେ ରାଜୀବ ଗାନ୍ଧୀଙ୍କ ସମୟରେ। ଏଠି ଭୁଲ ଲେଖିଦେଇଛି ମୁଁ। ହରି ମୁରଲି, ମାଲାୟାଲମ ଆକ୍ଟର ଥିଲେ। ଫିଲ୍ କ୍ୟାମ୍ବେଲ, ଯିଏକି ଗୀତାରିଷ୍ଟ ଥିଲେ ମୋଟର ହେଡ୍ରେ, ଯେଉଁଟାକି ଇଂଲିଶ ରକ୍ ବ୍ୟାଣ୍ଡ। ମଧୁ ମଲହୋତ୍ରା, ଯିଏକି ବଲିଉଡ ଆକ୍ଟ୍ରେସ୍ ଥିଲେ। ଚକ୍ ନୋରିସ୍, ଯିଏକି ହଲିଉଡ ଆକ୍ଟର ଆଉ ମାର୍ଶିଆଲ ଆର୍ଟିଷ୍ଟ ଥିଲେ। ଜେଫ୍ ୱେବ୍, ଯିଏକି ଆମେରିକାନ ବିଜନେସମ୍ୟାନ୍ ଥିଲେ, ସେ 1974ରେ ୟୁନିଭର୍ସାଲ ଚିୟର ଲିଡର୍ସ ଆସୋସିଏସନର ଗଠନ କରିଥିଲେ। ଦେବାଂଶୁ ରଥ, ଯିଏକି ଓଡ଼ିଆ ଗୀତାରିଷ୍ଟ ଥିଲେ। ଦାତା ମାକେ, ଯିଏକି 5 ଥର MP ଥିଲେ ୱାର୍ଧା କନଷ୍ଟିଚ୍ୟୁଏନ୍ସି ମହାରାଷ୍ଟ୍ରରୁ। ଲିଓନେଲ ରବର୍ଟ ଜେସ୍ପେନ୍, ଯିଏକି ପୂର୍ବତନ ପ୍ରାଇମ୍ ମିନିଷ୍ଟର ଥିଲେ ଫ୍ରାନ୍ସର, ଆଉ ସିଏ ୱାର୍କ ୱିକ୍ 29 ଘଣ୍ଟାରୁ 35 ଘଣ୍ଟାକୁ କମେଇ ଦେଇଥିଲେ। ବିରୁଟ ଗାଲଡିକାସ୍, ଯିଏକି ଓରାଙ୍ଗୁଟାନର ଏକ୍ସପର୍ଟ ଆଉ ରିସର୍ଚ୍ଚର ଥିଲେ। ରାଜେନ୍ଦ୍ରନ, ଯିଏକି ମାଲାୟାଲମ ଆକ୍ଟର ଥିଲେ। ବିଜୟପାଥ ସିଂଘାନିଆ, ଯିଏକି ପୂର୍ବତନ ଚେୟାରମ୍ୟାନ୍ ଥିଲେ ରେମଣ୍ଡ ଗ୍ରୁପର। ରାହୁଲ ଅରୁଣ ଦେଓ, ଯିଏକି ବେଙ୍ଗଲୀ ଫିଲ୍ମ ଆକ୍ଟର ଥିଲେ। ତ ନାଁରୁ ଜଣାପଡ଼ିଯାଉଛି ବେଙ୍ଗଲୀ ବୋଲି।